ଆଜି ଇନଷ୍ଟାଗ୍ରାମ ଆଡ଼ୁ ଗୋଟେ ଭିଡିଓ ମୋ ସାମ୍ନାକୁ ଆସିଲା ଯୋଉଠି ଜଣେ ଅଭିନେତ୍ରୀ ଜୟ ଜଗନ୍ନାଥ କହିବାର ଶୁଣି ଉପସ୍ଥିତ ଥିବା ଜଣେ ଅଭିନେତା କହୁଛନ୍ତି ଜୟ ଶ୍ରୀ ଜଗନ୍ନାଥ କହିବାକୁ। ଏଠି ମୁଁ ଜାଣିପାରୁନି ଜୟ ଶ୍ରୀ ଜଗନ୍ନାଥ କହିଲେ ହିଁ ଜଗା ଆମ ଡାକ ଶୁଣିବ, ନହେଲେ ଆମ ଡାକ ଶୁଣିବନି। ଛୁଆ ବେଳୁ ମୁଁ ସମସ୍ତଙ୍କ ମୁହଁରୁ ଶୁଣି ଆସିଛି, ଏମିତିକି ମୁଁ ବି ସମସ୍ତଙ୍କୁ କୁହେ ଜୟ ଜଗନ୍ନାଥ। ତା ମାନେ କଣ ଆମେ ସେତେବେଳେ ଜଗନ୍ନାଥକୁ ସମ୍ମାନ ଦଉନଥିଲେ? ମା କୁହେ ଜଗା ତୋର, ସେ ତୋ ବାପା ମା ସାଙ୍ଗ ସାଥୀ ବନ୍ଧୁ ବାନ୍ଧବ। ତୁ ତାକୁ ଯୋଉ ରୂପରେ ଡାକିବୁ ସେ ସେଇ ରୂପରେ ଆସି ତୋ ପାଖରେ ଛିଡା ହବ। ମନରେ ଖାଲି ସେତିକି ଭକ୍ତି ଆଉ ଶ୍ରଦ୍ଧା ଥିବା ଦରକାର। ଯେତେବେଳେ ମୁଁ ତାକୁ ଖାଲି ଜଗା ବୋଲିକି ଡାକୁଥିଲି ସେତେବେଳେ କଣ ସେ ମୋ ଦୁଃଖ କି ଖୁସି କିଛି ବୁଝୁନଥିଲା? ଯେତେବେଳେ ମୋ ସହିତ କିଛି ବି ଭୁଲ ହୁଏ ମୁଁ ସବୁବେଳେ କୁହେ ଜଗା ଇଏ ସବୁ ତୋ ପାଇଁ କି ହେଲା, ତୁ ସବୁ କିଛି ଜାଣିକି ବି ମୋ ପାଇଁ କିଛି କରିଲୁନି। ସେତେବେଳେ ତ ମୁଁ ଜଗାକୁ ଶ୍ରୀ ଜଗନ୍ନାଥ କୁହେନି, ବୋଧେ ସେଥିପାଇଁ ମୋ ସହିତ ଏମିତି ସବୁ ଘଟଣା ଘଟେ। ଜଗନ୍ନାଥ ଆଗରୁ ଶ୍ରୀ ଲାଗୁ କି ନ ଲାଗୁ ଜଗାକୁ ଏଥିରୁ କିଛି ଫରକ ପଡିବନି। ତ ଯିଏ ଯେମିତି ଜଗାକୁ ଡାକୁଛି ଡାକୁ, ବାସ୍ ତାଙ୍କ ମନରେ ସେତିକି ଭଲ ପାଇବା ଶ୍ରଦ୍ଧା ଆଉ ସ୍ନେହ ରହିବା ଦରକାର, ଯୋଉଟା ଜଗାକୁ ନିହାତି ଦରକାର।